ସମସ୍ତଙ୍କୁ ନମସ୍କାର। ଚତୁର୍ଥ ଶ୍ରେଣୀ ପରିବେଶ ପାଠ ଆମ ବିଚିତ୍ର ବିଶ୍ୱର ଦ୍ୱିତୀୟ ପାଠ ପଡ଼ୋଶୀମାନଙ୍କୁ ଜାଣିବାର ଭବିଷ୍ୟତ ପାଇଁ ସଞ୍ଚୟ ଅଧ୍ୟାୟର ଭାଗ 2କୁ ସମସ୍ତଙ୍କୁ ସ୍ୱାଗତ। ପୂର୍ବ ଅଧ୍ୟାୟରେ ଆମେ ଦେଖିଥିଲେ ଯେ ବ୍ୟାଙ୍କରେ ଆମେ କିପରି ଟଙ୍କା ସଞ୍ଚୟ କରୁଛେ ଆଉ କିପରି ଆମେ ଟଙ୍କା ଅନ୍ୟମାନଙ୍କ ପାଖକୁ ପଠାଉଛେ, ଏଟିଏମ୍ ଦ୍ୱାରା ଆମର କ'ଣ କ'ଣ ହେଉଛି ପୂର୍ବ ଅଧ୍ୟାୟରେ ଆମେ ଦେଖିଥିଲେ। ତେବେ ଆସ ଏ ଅଧ୍ୟାୟରେ ଆମ ପାଇଁ କ'ଣ କ'ଣ ଅଛି ଦେଖିବା। ତ ଏଇ ଅଧ୍ୟାୟରେ ତୁମେମାନେ ବ୍ୟାଙ୍କରେ କେଉଁ କେଉଁ କର୍ମଚାରୀ ଅଛନ୍ତି ସେମାନଙ୍କ ବିଷୟରେ ଜାଣିବ ଆଉ କହିବ। ବ୍ୟାଙ୍କ କିପରି ଆମକୁ ସହାୟତା ପ୍ରଦାନ କରେ ସେ ସମ୍ପର୍କରେ କହିବ। ତା ସହିତ ବ୍ୟାଙ୍କରେ ଯେଉଁ ଆମର ପାସବୁକ୍ ଅଛି, ଆମେ ଗୋଟେ ପାସବୁକ୍ ଦେଖିବା ଆଉ ସେଥିରେ କ'ଣ କ'ଣ ସବୁ ଡିଟେଲ୍ସ ଆମର ରହିଛି ତାକୁ ଆମେ ଦେଖିବା। ଠିକ ଅଛି, ତ ଏବେ ଆସ ଆମେ ଅଧ୍ୟାୟକୁ ଯିବା, ସେଟା ଦେଖିବା। ତ ଜେଜେ କ'ଣ କଲେ ନା ନାବ୍ୟାକୁ ବ୍ୟାଙ୍କକୁ ନେଇକି ଗଲେ। ତ କ'ଣ କରୁଛନ୍ତି ଦେଖ, ନାବ୍ୟା ଇଏ ହେଉଛି ବ୍ୟାଙ୍କ, ଏଇଠାରେ ଆମେ ଆମର ଟଙ୍କା ଜମା ରଖୁ ଓ ଆବଶ୍ୟକ ପଡ଼ିଲେ ଟଙ୍କା ଉଠାଇ ଥାଉ। ତ ବ୍ୟାଙ୍କ ଦେଖି ଜେଜେ କହୁଛନ୍ତି କ'ଣ, ଏଇଟା ଆରି ଭିତରେ ହିଁ ଆମେ କ'ଣ କରୁ ନା ଆମର ଟଙ୍କା ରଖିଥାଉ। ତ ପ୍ରଥମେ ସେ କ'ଣ ଦେଖେଇଲେ ନା ବ୍ୟାଙ୍କର ମ୍ୟାନେଜରଙ୍କ ପାଖକୁ ନେଇ ଦେଖେଇଲେ। ଇଏ ହେଉଛନ୍ତି ବ୍ୟାଙ୍କ ମ୍ୟାନେଜର। ବ୍ୟାଙ୍କର ସମସ୍ତ କାମ ପରିଚାଳନା ତାଙ୍କ ଦ୍ୱାରା ହିଁ ପରିଚାଳିତ ହୋଇଥାଏ। ସେ ସବୁ କାମ କିପରି ସୁଚାରୁ ରୂପେ ହେବ ତାହା ସେ ତଦାରଖ କରିଥାନ୍ତି। ବ୍ୟାଙ୍କର ଯାହା ହେଲା କାମ ସବୁ ସେ ତଦାରଖ କରିବେ। କେତେ ଉଠିଲା, କେତେ ଡିପୋଜିଟ୍ ହେଲା, ସବୁ କାମ ବ୍ୟାଙ୍କର ଯେଉଁମାନେ ଆସୁଛନ୍ତି ତାଙ୍କର ସୁବିଧା ସୁଯୋଗ ସବୁ କାମ ସେ ତଦାରଖ କରିବେ। ତାପରେ ଜେଜେ ନେଇଥିଲେ କାହା ପାଖକୁ ନା କ୍ୟାସିୟରଙ୍କ ପାଖକୁ। ତ କ୍ୟାସିୟର କ'ଣ କରନ୍ତି ନା ବ୍ୟାଙ୍କରେ ଟଙ୍କା ଉଠାଣ ଓ ଜମା କରିବା କାମ କରିଥାନ୍ତି ଓ ଆମର ଟଙ୍କାର ହିସାବ ସେ କମ୍ପ୍ୟୁଟର ମାଧ୍ୟମରେ ସାଇତି ରଖିଥାନ୍ତି। ଯେଉଁ ଆମର ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରାଯାଉଛି ବର୍ତ୍ତମାନ, ତ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ କ'ଣ ହେଉଛି ନା ଆମର ଯେଉଁ ଟଙ୍କାର ହିସାବ ରଖାଯାଉଛି, ଆଗ କାଳରେ ଖାତା କଲମରେ ଲେଖିକି ରଖୁଥିଲେ, କିନ୍ତୁ ବର୍ତ୍ତମାନ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ କରି ଆମର କମ୍ପ୍ୟୁଟର ମାଧ୍ୟମରେ କ'ଣ କରାଯାଉଛି ନା ସମସ୍ତ ହିସାବ ପତ୍ର କରିକି ରଖାଯାଉଛି। ତେବେ ଏମାନଙ୍କ ଛଡ଼ା ବ୍ୟାଙ୍କରେ ମଧ୍ୟ ଆମକୁ ସହଯୋଗ କରିବା ପାଇଁ ଅନେକ କର୍ମଚାରୀ ମାନେ ଥାଆନ୍ତି। ଯେମିତିକି ଜଗୁଆଳି ଥାଆନ୍ତି ଜଗିବା ପାଇଁ, ଅନ୍ୟାନ୍ୟ କର୍ମଚାରୀ ମାନେ ଥାଆନ୍ତି ଯେଉଁମାନେ କି ଆମକୁ ବିଭିନ୍ନ କାମରେ ସହଯୋଗ କରିଥାନ୍ତି। ତେବେ ଗୋଟେ ପାସବୁକ୍ ଏଇଠି ଦେଖ, ପାସବୁକ୍ରେ ଦେଖ ପ୍ରଥମ ଘରେ ଆମର ରହିବ କ'ଣ ନା ବ୍ୟାଙ୍କର ଆକାଉଣ୍ଟ ନମ୍ବର। ତୁମର ଯେଉଁ ଆକାଉଣ୍ଟ ନମ୍ବର ରହିବ ପ୍ରଥମ ଘରେ ରହିବ। 2ରେ ଦେଖ ଅଛି ବ୍ୟାଙ୍କର ଶାଖାର ନାମ। ଯେମିତି ମନେକର ଗୋଟେ ବ୍ୟାଙ୍କର ଅନେକ ଅନେକ ଜାଗାରେ ଶାଖା ଅଛି, ତେଣୁକରି କେଉଁ ଶାଖାରେ ତୁମେ ପଇସା କେମିତି ଜାଣିବ ନା ସେଠି ଲେଖା ଯାଇଥାଏ ବ୍ୟାଙ୍କର ଶାଖାର ନାମ, କେଉଁଠି ସେ ବ୍ୟାଙ୍କଟା ସ୍ଥାନର ନାମ ଲେଖା ଯାଇଥାଏ। 3ରେ ଆସିଲା ଦେଖ ଖାତାଧାରୀଙ୍କ ନାମ, ଯାହାର ନାମରେ ସେ ବ୍ୟାଙ୍କ ଆକାଉଣ୍ଟଟି ଖୋଲା ଯାଇଛି ତାଙ୍କ ନାମ କ'ଣ ତାହା ସେଠିରେ ଲେଖା ଯାଇଥାଏ ଖାତାଧାରୀଙ୍କ ନାମରେ। ସେହିପରି ଖାତାଧାରୀଙ୍କର ଗୋଟେ ଫଟୋ ମଧ୍ୟ ଲଗାଯାଏ। ଯାହା ନାଁରେ ଆକାଉଣ୍ଟ ରହିବ ତାଙ୍କର ଗୋଟେ ଫଟୋ ମଧ୍ୟ ଲଗାଯିବ। ସେ ଫଟୋ ଦେଖି ଜାଣିପାରିବା ଯେ ପ୍ରକୃତରେ ସେହି ଲୋକ କି ସେ ନୁହେଁ। ବୁଝିପାରିଲ ସମସ୍ତେ? ତେବେ ଆସ ଆମେ କେତୋଟି ପ୍ରଶ୍ନର ଆଲୋଚନା କରିବା। ତୁମ ଅଞ୍ଚଳରେ ଥିବା ଏକ ବ୍ୟାଙ୍କ ପରିଦର୍ଶନ କର କିମ୍ବା ତୁମ ବୟସ୍କ ବ୍ୟକ୍ତିଙ୍କ ଠାରୁ ଏହା କିପରି କାମ କରେ ତାହା ଜାଣ ଓ ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଦିଅ। ତେବେ ବ୍ୟାଙ୍କ ବିଷୟରେ ବୟସ୍କ ମାନଙ୍କୁ ପଚାରିକି ଏ ପ୍ରଶ୍ନର ଉତ୍ତର ଦେବ। ଠିକ ଅଛି, ତେବେ କ'ଣ କ'ଣ ପ୍ରଶ୍ନ ହେଲା ଦେଖ ଟିକେ। ଟଙ୍କା ସଞ୍ଚୟ ବ୍ୟତୀତ ଲୋକମାନେ ବ୍ୟାଙ୍କକୁ ଆଉ କ'ଣ ପାଇଁ ବ୍ୟବହାର କରନ୍ତି? କେବଳ ଟଙ୍କା ସଞ୍ଚୟ କରୁ ନା ଆଉ କ'ଣ କ'ଣ କାମରେ ବ୍ୟବହାର ହୁଏ କହିଲ ଦେଖି। ଟଙ୍କା ସଞ୍ଚୟ ବ୍ୟତୀତ ଲୋକମାନେ ବ୍ୟାଙ୍କକୁ ଋଣ ନେବା ପାଇଁ, ଟଙ୍କା ପଠାଇବା ପାଇଁ, ନିଜର ଗହଣା କିମ୍ବା ଗୁରୁତ୍ୱପୂର୍ଣ୍ଣ କାଗଜ ଲକରରେ ସୁରକ୍ଷିତ ରଖିବା ପାଇଁ ବ୍ୟବହାର କରନ୍ତି। ଯେତେବେଳେ ଆମର ଆବଶ୍ୟକ ଥାଏ ଆମେ ବ୍ୟାଙ୍କରୁ ଋଣ ମଧ୍ୟ ଆଣିଥାଉ ଆଉ ଋଣକୁ ପରିଶୋଧ କରିଥାଉ। ଠିକ ଅଛି,
ତା ସହିତ ଟଙ୍କା ପଠାଇବା ପାଇଁ ଅନ୍ୟ ଜଣଙ୍କ ପାଖରେ ଟଙ୍କା ପଠେଇବାର ଅଛି, ତାହେଲେ ବି ଆମେ କଣ କରିପାରିବା ନା ବ୍ୟାଙ୍କ ମାଧ୍ୟମରେ ଟଙ୍କା ପଠାଇ ପାରିବା। ଆଉ ଯଦି ଆମ ପାଖରେ କିଛି ମୂଲ୍ୟବାନ ଜିନିଷ ଅଛି, ସୁନା ଗହଣା ଅଛି, ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଅଛି, ଏହାକୁ ଆମେ କଣ କରିପାରିବା ନା ବ୍ୟାଙ୍କରେ ଯୋଉ ଲକର ସୁବିଧା ଥାଏ, ସେ ଲକର ମଧ୍ୟରେ ଆମେ ତାକୁ ସାଇତିକି ସୁରକ୍ଷିତ ଭାବେ ରଖିପାରିବା। ସେମାନେ ତାଙ୍କର ସିକ୍ୟୁରିଟି ଗାର୍ଡ ମାଧ୍ୟମରେ ତାହାର ସୁରକ୍ଷା କରିବେ। ଆଉ ଆମର ଟେନସନ ତ ରହିବ ନାହିଁ। ଆମର ସୁନା ଗହଣା କାଗଜ ପତ୍ର ଏସବୁକୁ ଆମେ ବ୍ୟାଙ୍କ ଲକରରେ ରଖି ପାରିବା। ଏକ ଏଟିଏମ କଣ? ଏହା ଲୋକଙ୍କୁ କିପରି ସାହାଯ୍ୟ କରେ? କହିଲେ ଦେଖି, ଆମେ ଏତେ ଆଲୋଚନା କଲେଣି ଏଟିଏମ ବିଷୟରେ। ଏଟିଏମ ଆମକୁ କିପରି ସାହାଯ୍ୟ କରେ ଦେଖିଆ, କି କହିପାରିବ? ହଁ, ଆଚ୍ଛା, ଏଟିଏମ ର ପୁରା ନାଁ କଣ? ଅଟୋମେଟେଡ ଟେଲର ମେସିନ। ଏଟିଏମ ର ପୁରା ନାଁ ହେଉଛି ଅଟୋମେଟେଡ ଟେଲର ମେସିନ। ଏହା ଲୋକମାନଙ୍କୁ ବ୍ୟାଙ୍କ ନ ଯାଇ ଯେକୌଣସି ସମୟରେ 24 ଘଣ୍ଟା ନିଜ ଆକାଉଣ୍ଟରୁ ଟଙ୍କା ଉଠାଇବା, ବାଲାନ୍ସ ଯାଞ୍ଚ କରିବା ଓ ମିନି ଷ୍ଟେଟମେଣ୍ଟ ବାହାର କରିବାରେ ସାହାଯ୍ୟ କରିଥାଏ। ତାହେଲେ ଆମେ କଣ କରିବା ଏଟିଏମ ମାଧ୍ୟମରେ? ବ୍ୟାଙ୍କକୁ ନ ଯାଇ ମଧ୍ୟ ଯେକୌଣସି ସମୟରେ ଆମେ ଏଟିଏମ ପାଖକୁ ଯାଇ ସେଠାରେ ଆମର ଏଟିଏମ କାର୍ଡକୁ ବ୍ୟବହାର କରି ଆମେ ଟଙ୍କା ଉଠାଇ ପାରିବା। ଆମର ଆବଶ୍ୟକ ଆମାଉଣ୍ଟରେ ଟଙ୍କା ଆମେ ଉଠାଇ ପାରିବା। କେତେ ଆମର ଆକାଉଣ୍ଟରେ ଆଉ ପଇସା ରହିଲା ବା ଟଙ୍କା ରହିଲା, ତାକୁ ମଧ୍ୟ ଆମେ ଯାଞ୍ଚ କରିପାରିବା। ତା ସହିତ ମିନି ଷ୍ଟେଟମେଣ୍ଟ। ମିନି ଷ୍ଟେଟମେଣ୍ଟ କଣ ନା ଆମର ଯୋଉ କିଛି ପାଖାପାଖି 8-10ଟି ଖର୍ଚ୍ଚ ଆମେ କଣ କଣ କରିଛେ ବା କେତେ ଆମ ଆକାଉଣ୍ଟରେ ଡିପୋଜିଟ ହୋଇଛି, ସେ ସବୁର ତଥ୍ୟ ଗୋଟେ ପାଖାପାଖି 8-10ଟି ଆମର ପୂର୍ବ ଟ୍ରାଞ୍ଜାକ୍ସନ ଆମେ ସେଇ ମାଧ୍ୟମରେ ଜାଣି ପାରିବା, ଯୋଉଟା ଆମର ମିନି ଷ୍ଟେଟମେଣ୍ଟରେ ଉପଲବ୍ଧ ଥାଏ। ବୁଝିପାରିଲ ସମସ୍ତେ? ଏଇଠି ଦେଖିଲ, ଗୋଟେ ଭାରତୀୟ ମୁଦ୍ରାକୁ ଦେଖି ଆମେ ତାର ଦେଖିବା ସେଥିରେ କଣ କଣ ସବୁ ବୈଶିଷ୍ଟ୍ୟ ରହୁଛି। କହିଲ ଦେଖି, ଏ ନୋଟଟିର ମୂଲ୍ୟ କେତେ? କିଏ କହିପାରିବ? ହଁ, 100 ଟଙ୍କା। ନାଇଁ, ସବୁ ଚିହ୍ନିଛ ତାହେଲେ। ତାହେଲେ ନୋଟରେ ଆମର କେତୋଟି ଭାଷା ଥାଏ କହିଲ ଦେଖି? ଜାଣିଛ? ଦୁଇଟି ଆମର ଥାଏ ସାମ୍ନାରେ, ହିନ୍ଦୀ ଆଉ ଇଂଲିଶ ଲେଖାଯାଇଥାଏ ନା ନାଇଁ? ତା ସହିତ ପଛପଟେ ଆମର 15ଟି ଭାଷାରେ ଲେଖା ଯାଇଥାଏ। ତେଣୁ ମୋଟ 17ଟି ଭାଷା ଆମର କଣ ଥାଏ ନା ଗୋଟେ ନୋଟ ଉପରେ ଆମର ଦେଖିବାକୁ ମିଳିଥାଏ। 17ଟି ଭାଷା ଆମର ଦେଖିବାକୁ ମିଳେ ଗୋଟେ ନୋଟ ଉପରେ। ନୋଟରେ କେଉଁ କେଉଁ ଚିତ୍ର ବା ପ୍ରତୀକ ରହିଛି କହିଲେ ଦେଖି? କିଏ ଅଛନ୍ତି ଆଗରେ? ଗାନ୍ଧୀଜୀ ଅଛନ୍ତି। ହଁ, ଆଉ କଣ ଥାଏ? ଅଶୋକ ସ୍ତମ୍ଭ ଥାଏ, ନାଇଁ? ଗାନ୍ଧୀଜୀଙ୍କ ଥାଏ, ଅଶୋକ ସ୍ତମ୍ଭ ଅଛି। ତା ସହିତ ଭାରତୀୟ ରିଜର୍ଭ ବ୍ୟାଙ୍କର ସିଲ୍ ମଧ୍ୟ ଅଛି। ଯିଏ ଆମକୁ ଟଙ୍କା ଛପାନ୍ତି, ଭାରତୀୟ ରିଜର୍ଭ ବ୍ୟାଙ୍କ, ତାଙ୍କର ସିଲ୍ ଅଛି। ତା ସହିତ ନୋଟର ମୂଲ୍ୟ ଅନୁଯାୟୀ ବିଭିନ୍ନ ପ୍ରକାରର ଐତିହାସିକ ସ୍ଥାନ ଯୋଉ ଅଛି ଆମର ସବୁ ଭାରତର, ସେ ଐତିହାସିକ ସ୍ଥାନର ଚିତ୍ର କଣ କରାଯାଏ ନା ନୋଟର ପଛ ପାଖରେ ସ୍ଥାନିତ କରାଯାଇଥାଏ। ବିଭିନ୍ନ ପ୍ରକାର ଚିତ୍ର ଥାଏ, ଐତିହାସିକ ସ୍ଥାନ ଚିତ୍ର ପଛ ପାଖରେ ତାକୁ ସବୁ ସ୍ଥାନିତ କରି ରଖା ଯାଇଥାଏ। ତେବେ ତୁମେ ମାନେ ଜାଣିଛ କି ବହୁ ପୂର୍ବରୁ ଲୋକମାନେ ବସ୍ତୁ ଅଦଳ ବଦଳ ପଦ୍ଧତିରେ ବିଭିନ୍ନ ସାମଗ୍ରୀ ଓ ସେବା ବିନିମୟ କରୁଥିଲେ। ଆଗକାଳ ଯେତେବେଳେ ଟଙ୍କା ନଥିଲା, ଲୋକମାନେ କିପରି ଜିନିଷ କିଣୁଥିଲେ ନା ବସ୍ତୁ ଅଦଳ ବଦଳ ମାଧ୍ୟମରେ ସାମଗ୍ରୀ ଓ ସେବା ବିନିମୟ କରୁଥିଲେ। ଯେମିତି କି ଜଣେ କୃଷକ ଜଣେ ପଶୁପାଳକକୁ ଗହମ ଦେଇ କ୍ଷୀର ଆଣି ପାରୁଥିଲା। ତେଣୁ ସେମାନେ କଣ କରୁଥିଲେ ନା ଯାହା ପାଖରେ କୃଷକ ପାଖରେ ଯଦି ଗହମ ଅଧିକା ଅଛି, ପଶୁପାଳକ ଯିଏ ଗାଈ ରଖୁଥିଲା ତା ପାଖରେ କଣ କ୍ଷୀର ଅଧିକା ଅଛି, ତେଣୁ ସେମାନେ କଣ କରୁଥିଲେ ନା ପଶୁପାଳକକୁ ଗହମ ଦଉଥିଲା, ତା ବଦଳରେ ପଶୁପାଳକ କଣ କରୁଥିଲା ନା କୃଷକଟିକୁ କ୍ଷୀର ଦଉଥିଲା। ତେଣୁ ଏଠି ଅସୁବିଧା କଣ ହଉଥିଲା ନା ସଠିକ ବାଣିଜ୍ୟ ପ୍ରକ୍ରିୟା ଓ ସଠିକ ବିନିମୟ ମୂଲ୍ୟ ପାଇବାରେ ସହଜ ହେଉନଥିଲା। ଯେ କେତେ ଗହମ ଦେଲେ କେତେ ଚାଉଳ ଜଣେ ପାଇବ ବା କେତେ ଗହମ ଦେଲେ କେତେ କ୍ଷୀର ଦବ, ସେଥିପାଇଁ କୌଣସି ପ୍ରକାର ସଠିକ ନିୟମାବଳୀ ନଥିଲା। ଯାହା ଦ୍ୱାରା କଣ ହଉଛି ନା ବିନିମୟରେ ଅସୁବିଧା ହେଲା। ତେଣୁ ଏହି ବିନିମୟକୁ ସରଳ କରିବା ପାଇଁ ଟଙ୍କାର ଉଦ୍ଭାବନ କରାଗଲା। ଟଙ୍କା ବ୍ୟବହାର ହବା ଦ୍ୱାରା କଣ ହେଲା
ନା ବିନିମୟ ଆମର ସହଜରେ ହୋଇପାରିଲା ଆଉ ସୁବିଧାରେ ଆମେ ଦ୍ରବ୍ୟ ବିନିମୟ ବ୍ୟବସ୍ଥାଠୁ ବାହାରି ଆମେ ଟଙ୍କା ମାଧ୍ୟମରେ ବିନିମୟ କରି ଯୋଗାଯୋଗ ସେବା ସାମଗ୍ରୀ ଆଦି ଆମେ କିଣି ପାରିଲେ। ବୁଝିପାରିଲ ସମସ୍ତେ? ତ ଏବେ ଆସ କେତୋଟି ପ୍ରଶ୍ନର ଉତ୍ତର ଦିଅ। ବ୍ୟାଙ୍କର ସମସ୍ତ କାର୍ଯ୍ୟର ପରିଚାଳନା ଓ ତଦାରଖ କିଏ କରନ୍ତି? ବ୍ୟାଙ୍କ ମ୍ୟାନେଜର। ନାଇଁ, ଭେରି ଗୁଡ। ତେବେ ବ୍ୟାଙ୍କରେ ଟଙ୍କା ନେଣ ଦେଣ କରୁଥିବା କର୍ମଚାରୀଙ୍କୁ ଆମେ କଣ କହିବା? କ୍ୟାସିୟର। ଭେରି ଗୁଡ। ବ୍ୟାଙ୍କରେ ଟଙ୍କାର ହିସାବ କେଉଁଥିରେ ସାଇତି ରଖାଯାଏ? କମ୍ପ୍ୟୁଟର ମାଧ୍ୟମରେ। ନାଇଁ, ତା ସହିତ ଦେଖିବା ଶୂନ୍ୟସ୍ଥାନ ପୂରଣ କେତୋଟି? ବ୍ୟାଙ୍କରେ ଆମର ଟଙ୍କା ଡ୍ୟାସ ରଖୁ ଓ ଆବଶ୍ୟକ ପଡ଼ିଲେ ଉଠାଇଥାଉ। କଣ କରୁ? ଜମା କରିଥାଉ। ନାଇଁ, ବ୍ୟାଙ୍କରୁ କୌଣସି ବଡ଼ କାମ ପାଇଁ ଟଙ୍କା ଧାର ନେବାକୁ ଡ୍ୟାସ କୁହାଯାଏ? ଋଣ କରିବା ବା ଲୋନ କରିବା କୁହାଯାଇଥାଏ। ନାଇଁ, ବ୍ୟାଙ୍କ ଡ୍ୟାସରେ ଆମର ନାମ, ଆକାଉଣ୍ଟ ନମ୍ବର ଓ ଫଟୋ ଥାଏ ବ୍ୟାଙ୍କ ପାସବୁକରେ। ଭେରି ଗୁଡ। ନିଜର ଗହଣା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସୁରକ୍ଷିତ ରଖିବା ପାଇଁ ବ୍ୟାଙ୍କରେ ଡ୍ୟାସ ସୁବିଧା ଥାଏ? ଲକର ସୁବିଧା ଥାଏ। ଭେରି ଗୁଡ। ଏବେ ସ୍ତମ୍ଭ ମିଳନ ଦେଖ ପିଲେ। ବ୍ୟାଙ୍କ ମ୍ୟାନେଜର କଣ କରନ୍ତି? ନା ବ୍ୟାଙ୍କ କାର୍ଯ୍ୟର ତଦାରଖ କରିଥାନ୍ତି। ନାଇଁ, ଭେରି ଗୁଡ। କ୍ୟାସିୟର କଣ କରନ୍ତି? ଟଙ୍କା ଜମା ଉଠାଣରେ ସହଯୋଗ କରନ୍ତି। ଲକରର କଣ ହୁଏ? ନା ସୁନା ଗହଣା ସୁରକ୍ଷିତ ରଖିବା ସ୍ଥାନ। ପାସବୁକରେ କଣ ଥାଏ? ଗୁରୁତ୍ୱପୂର୍ଣ୍ଣ ତଥ୍ୟର ପ୍ରମାଣ ସେଠି ରଖାଯାଇଥାଏ ପାସବୁକରେ। ତେବେ ଦେଖ ଆଉ କେତୋଟି ପ୍ରଶ୍ନ। ଲୋକମାନେ ବ୍ୟାଙ୍କକୁ କେଉଁ କେଉଁ କାମ ପାଇଁ ବ୍ୟବହାର କରନ୍ତି? କହିଲେ ଦେଖି। ଆମେ ଆଲୋଚନା କଲେଣି କଣ କଣ? ଟଙ୍କା ସଞ୍ଚୟ କରିବା, ଋଣ ନେବା, ଟଙ୍କା ପଠାଇବା, ମୂଲ୍ୟବାନ ଜିନିଷ ସୁରକ୍ଷିତ ରଖିବା ପାଇଁ ବ୍ୟବହାର କରିଥାନ୍ତି। ତ ବ୍ୟାଙ୍କ ପାସବୁକରେ କେଉଁ କେଉଁ ମୁଖ୍ୟ ତଥ୍ୟ ଲେଖାଥାଏ? ଖାତାଧାରୀଙ୍କର ନାମ, ଆକାଉଣ୍ଟ ନମ୍ବର, ବ୍ୟାଙ୍କ ଶାଖାର ନାମ, ଫଟୋ ଆଦି ସେଥିରେ ମୁଖ୍ୟ ତଥ୍ୟ ଲେଖା ଥାଏ। କ୍ୟାସିୟରଙ୍କର କାମ କଣ କିଏ କହିପାରିବେ ଦେଖିବା? କଣ କରନ୍ତି କ୍ୟାସିୟର? ଟଙ୍କା ଉଠାଣ ଓ ଜମା କରିବା କାମ ସେ କରିଥାନ୍ତି। ନା ନାଇଁ? ତେବେ ଏହା ହିଁ ଥିଲା ଆମର ଆଜିର ଆଲୋଚନାର ବିଷୟବସ୍ତୁ। ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ପୁଣି ଆଗାମୀ ଅଧ୍ୟାୟରେ ଦେଖାହବ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।